ମୋ ନାଁ ସଞ୍ଜୟ ବାରିକ। ଘଟଣା କ'ଣ ହେଇଛି, ଏଠି ମୁଁ ତାଙ୍କର ସଡ଼ୁ ହେବି, ବଡ଼ ସଡ଼ୁ, ସେ ମୋ ଶାଳୀ ହେବେ। ସେ ତାଙ୍କ ଘରେ ସବୁବେଳେ ଝଗଡ଼ାଝାଟି ପାଟିମୁଣ୍ଡ ଲାଗୁଥିଲା। ଯଦି ଲାଗିଥିବାରୁ ସେ ଯାଇକି ପଟ୍ଟାମୁଣ୍ଡେଇରେ ଯାଇକି ରହିଥିଲେ ଘର ଭଡ଼ା ନେଇକିରି। ଯଦି ପଟ୍ଟାମୁଣ୍ଡେଇରେ ଘର ଭଡ଼ା ନେଇ ରହିଥିଲେ, ତାଙ୍କର ଗୁରୁବାର ଓଷା ପାଇଁ ତାଙ୍କର ସେ ଆସିଥିଲେ। ଆସିଲା ପରେ ତାଙ୍କ ଘରେ ସେ ରହିଥିଲେ। ରହିବା ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ତାଙ୍କ ଘର ପରିବାର ଲାଗି କ'ଣ ଝଗଡ଼ା ଥିଲା, ତାକୁ ରାତିରେ ତାକୁ ମାରିଦେଇଛନ୍ତି। ଆମକୁ ସକାଳୁ ଖବର କରିବାରୁ ଆମେ ଆସି ପହଞ୍ଚିଲୁ। ପହଞ୍ଚିଲା ପରେ ଦେଖିଲୁ ଏଇଭଳିଆ ଏମିତି ହେଇ ପଡ଼ିଛି। ଆମେ ଥାନାରେ ଏଫଆଇଆର କରିଛୁ। ଥାନା ବାଲା ଆସିଲା ପରେ ତାର 2 ବର୍ଷର ଛୁଆଟି ଅଛି, କ'ଣ କେମିତି ଚଳିବ ଭଲ ମନ୍ଦ ତା ଭବିଷ୍ୟତ ପାଇଁ କେମିତି ଆପଣ ଗୋଟେ ସହାୟତା ପାଇଁ ଏଇଟା କରିଥିଲୁ ଆଉ। ତ କ'ଣ ସେ କହିବା କଥା ଯେ ଥାନା ଯେଉଁ ଫ୍ୟାନ୍ରେ ଦେଇକି ମରିଥିଲା, କିନ୍ତୁ ସିଏ ହେଉଛି ମିଛ କଥା। ତାକୁ ସେ ରାତିରେ ତା ବେକରେ ସେ ଶୋଇଲା ଅବସ୍ଥାରେ ତାକୁ ମାରିଦେଇଛନ୍ତି ଶାଢ଼ୀ ଦେଇକିରି। ଶାଢ଼ୀ ଦେଇକି ଯଦି ମାରିଦେଇଛି, ମାରିଲା ପରେ ମିଛରେ ଗୋଟେ ଫ୍ୟାନ୍ ଟାଙ୍ଗି ଦେଇଛନ୍ତି, କିନ୍ତୁ ଫ୍ୟାନ୍ର କୌଣସି ଗୋଟେ ଆଘାତ ବି ହେଇନି କି ଇଏ ହେଇନି। ସେ ସେଇଠି ମାରିଛି, ଯେମିତି ମାରିଛି ସେମିତି ପଡ଼ିଛି। ତାହେଲେ ଆମେ ଆସିଲା ବେଳକୁ ଓହ୍ଲେଇଛୁ, ମୁଁ ତାକୁ ପଚାରିଲି ଯେ କ'ଣ କେମିତି ଓହ୍ଲେଇଲ, ନା ମୁଁ ପାତ୍ରରେ କାଟିଦେଲି, ସେ ଗଳି ପଡ଼ିଲା। କିନ୍ତୁ ସେ ଗୋଟେ ମିଛ କଥା, ତାକୁ ସେ ଉଠେଇ ପାରିବନି। ସେ ସେଇଠି ସେମିତି ଯେମିତି ଶୋଇଛି ସେମିତି ତାକୁ ତଣ୍ଟି ଚିପିକି ମାରିଦେଇଛନ୍ତି। ଏଥିରେ ଫ୍ୟାନ୍ରେ ସେ ଯେଉଁ ଓହ୍ଲା ହେଇଛି, ସେ ତାଙ୍କର ଓହ୍ଲେଇଛନ୍ତି। ପୋଲିସ ଆସି ତାଙ୍କୁ ପଚାରିଲେ ସେ ତାଙ୍କ ଦାୟୀ ରହିବେ, ତାଙ୍କର ଓହ୍ଲେଇଥିଲେ କାହିଁକି ସେଇଟା ତ ଆମେ କହିପାରିବୁ ନା। ସେ ତାର ଚାଲାକ ମାରିକିରି ଶୋଇଛି, ଖାଲି ରୋଲ୍ କରୁଛି ନା। କିନ୍ତୁ ତାକୁ ଫ୍ୟାନ୍ରୁ ଓହ୍ଲା କରିବା କଥା, ସେ ନିଜେ ତାର ଓହ୍ଲେଇଛି, ସେଟା ପୋଲିସ ତାର ବୁଝିବେ ଆଉ।